ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ଦଶମ ଶ୍ରେଣୀର ଓଡ଼ିଆ ବ୍ୟାକରଣକୁ ଆଲୋଚନା କରିବା। ଆମେ ଗତ ଭିଡ଼ିଓରେ ଶବ୍ଦ କାହାକୁ କୁହାଯାଏ ଏବଂ ଶବ୍ଦର ପ୍ରକାର ଭେଦ ବିଷୟରେ ଆଲୋଚନା କରିଥିଲେ ପିଲାମାନେ। ଟିକେ ଆମେ ତାକୁ ରିକଲ୍ କରିଦେବା, ମନେ ପକାଇଦେବା। ଶବ୍ଦ କାହାକୁ କହିବା ନା ଏକ ବର୍ଣ୍ଣ ବା ଏକାଧିକ ବର୍ଣ୍ଣ ଯେତେବେଳେ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିବେ ତାହାକୁ ଆମେ ଶବ୍ଦ କହିବା। ଶବ୍ଦର ପ୍ରକାର ଭେଦକୁ ଦେଖିଲେ ମୁଖ୍ୟତଃ ଶବ୍ଦ ଚାରି ପ୍ରକାର ଥିଲା ପିଲାମାନେ। କ'ଣ କ'ଣ ନା ତତ୍ସମ, ତଦ୍ଭବ, ଦେଶଜ ଏବଂ ବୈଦେଶିକ। ତତ୍ସମ, ତଦ୍ଭବ, ଦେଶଜ, ବୈଦେଶିକ। ତତ୍ସମ ବିଷୟରେ ବି ଆମେ ଆଲୋଚନା କରିଥିଲେ। ତତ୍ସମ ତତ୍ ଏବଂ ସମ। ତତ୍ସମ ଶବ୍ଦଟି ତତ୍ ଓ ସମ ଦୁଇଟି ଶବ୍ଦର ସମ୍ମିଶ୍ରଣରେ ଗଠିତ ହୋଇଥିଲା, ଯାହାକି ସଂସ୍କୃତ ଭାଷା ସହିତ ସମାନ ମଧ୍ୟ ଥିଲା। ତାପରେ ଆମେ ତଦ୍ଭବ ବିଷୟରେ ଆଲୋଚନା କରିଥିଲେ ପିଲାମାନେ। ତଦ୍ଭବ କହିଲେ କ'ଣ ନା ତହିଁରୁ ଜାତ, ଅର୍ଥାତ୍ ସଂସ୍କୃତ ଶବ୍ଦରୁ ହିଁ ଜାତ, ତାକୁ କହିଥାଉ ଆମେ ତଦ୍ଭବ ବୋଲି। ତାପରେ ଆସୁଥିଲା ଦେଶଜ ଶବ୍ଦ। ଦେଶଜ ପୁଣି ଆଦିବାସୀ, ଦ୍ରାବିଡ଼ ଏବଂ ଓଡ଼ିଶାର ଜନସାଧାରଣଙ୍କ ମୁଖରୁ ବାହାରିଥିବା ଭାଷାକୁ ବୁଝାଉଥିଲା ଦେଶଜ ଶବ୍ଦ। ବୈଦେଶିକ ଶବ୍ଦ କ'ଣ ନା ବାଣିଜ୍ୟ ହେତୁ ବା ଶାସନ ସୂତ୍ରରେ ହେଉ କୌଣସି ବାହାର ଦେଶର ପ୍ରଭାବରେ ଆମ ଭାରତୀୟ ଭାଷାରେ ପ୍ରଭାବ ବା ପରିବର୍ତ୍ତନକୁ କୁହାଯାଏ ବୈଦେଶିକ ଭାଷା ବୋଲିକରି। ତାପରେ ଆମେ ଆଜି ଦେଖିବା ପିଲାମାନେ ଶବ୍ଦର ରୂପ। ଏଇଟା ମାନେ ଥିଲା ଅନ୍ୟାନ୍ୟ ଭାଷା, ପର୍ତ୍ତୁଗୀଜ, ଜାବନିକ, ପାରସିକ, ତୁର୍କୀ, ଇଂରାଜୀ ଇତ୍ୟାଦି ବୈଦେଶିକ ଭାଷା। ଆଜିର ଆଲୋଚ୍ୟ ବିଷୟବସ୍ତୁ ହେଉଛି ଶବ୍ଦର ରୂପ। ଆମେ ଗଠନ ଦୃଷ୍ଟିରୁ ଶବ୍ଦକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରୁଛୁ। ଗୋଟେ ହେଲା ମୌଳିକ ଏବଂ ଆଉ ଗୋଟେ ହେଲା ବ୍ୟୁତ୍ପନ୍ନ। ମୌଳିକ ଅର୍ଥରେ ଏବଂ ବ୍ୟୁତ୍ପନ୍ନ ଅର୍ଥରେ ଶବ୍ଦକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ମୌଳିକ ଶବ୍ଦ ଦେଖିବା ଯେ ଯେଉଁ ଶବ୍ଦରୁ କୌଣସି ଉପାୟରେ ଗୋଟିଏ ହେଲେ ବି ବର୍ଣ୍ଣ କାଟି ହୁଏ ନାହିଁ, ଅର୍ଥାତ୍ ଗୋଟିଏ ବର୍ଣ୍ଣ କାଟିଦେଲେ ତା'ର ଅଙ୍ଗହାନି ହେବା ସଙ୍ଗେ ସଙ୍ଗେ ଅର୍ଥ ପ୍ରକାଶର କ୍ଷମତା ମଧ୍ୟ ଲୋପ ପାଇଥାଏ, ତାକୁ ଆମେ କ'ଣ କହିଥାଉ ନା ମୌଳିକ ଶବ୍ଦ ବୋଲିକରି କହିଥାଉ। ଯଦି ମନେକର ପିଲାମାନେ ଗୋଟିଏ ଶବ୍ଦ ଅଛି ଏବଂ ସେହି ଶବ୍ଦରୁ କୌଣସି ଗୋଟିଏ ବର୍ଣ୍ଣକୁ ଯଦି ଆମେ କାଟିଦେବା କିମ୍ବା ଯଦି ତାକୁ ଆମେ ବାଦ ଦେଇଦେବା, ଅଲଗା କରିଦେବା, ତାହେଲେ ତା'ର କ'ଣ ହେବ ନା ଅଙ୍ଗହାନି ହେବ ଏବଂ ଅଙ୍ଗହାନି ହେବା ସଙ୍ଗେ ସଙ୍ଗେ ତା'ର ଶବ୍ଦ ଯେଉଁ ଅର୍ଥ ପ୍ରକାଶ କରିବାର କ୍ଷମତା ମଧ୍ୟ ଲୋପ ପାଇଯିବ। ଯେମିତି ଆମେ ଗୋଟେ ଏକ୍ଜାମ୍ପଲ୍ ନେଇଯିବା ପିଲାମାନେ, ଗଛ। ଗଛ ଅଛି, ଗଛରୁ ମୁଁ କ'ଣ କଲି ନା ଛ ଅଛି, ଛକୁ ମୁଁ ବାଦ ଦେଇଦେଲି, ଖାଲି ଗ ରହିଗଲା। ଗରେ କୌଣସି ପ୍ରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରିପାରୁ ନାହିଁ। ତାପରେ ବହି ଅଛି, ଧୂଳି ଅଛି, ପାଟ, ଡେଙ୍ଗା, ଧଳା ଇତ୍ୟାଦି। ଯଦି ଆମେ ଏଥିରୁ ଗୋଟିଏ ବି ବର୍ଣ୍ଣକୁ କ'ଣ କରିବା ନା ବାଦ ଦେଇଦେବା, ଅଲଗା କରିଦେବା, ତାହେଲେ ସେ କ'ଣ ହେବ, କୌଣସି ପ୍ରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରିପାରିବ ନାହିଁ। ବ୍ୟୁତ୍ପନ୍ନ ଶବ୍ଦ। ବ୍ୟୁତ୍ପନ୍ନ ଶବ୍ଦ କ'ଣ ନା ମୂଳ ଶବ୍ଦର ପୂର୍ବରୁ ବା ପରେ ଆଉ ଏକ ରୂପ ବା ପ୍ରତ୍ୟୟ ବା ଶବ୍ଦ ସଂଯୋଗ କରି ଆମେ ନୂତନ ଶବ୍ଦ ଗଠନ କରାଗଲେ ତାହାକୁ ବ୍ୟୁତ୍ପନ୍ନ ଶବ୍ଦ ବୋଲି ମଧ୍ୟ କହିଥାନ୍ତୁ। ଆମେ କହିବା ବା କୁହନ୍ତି କ'ଣ ନା ମୂଳ ଶବ୍ଦ ଆମର ଯାହା ବି ଥାଉ, ମନେକର ମୂଳ ଶବ୍ଦ ହେଲା ଘର। ମୁଁ ଘରକୁ ବୁଝାଉଛି ପିଲାମାନେ ବା ଘରକୁ କହୁଛି। ଘର ଗୋଟେ ଆକ୍ଷରିକ ଅର୍ଥ ବି ଅଛି, ଯେଉଁଠାରେ ଲୋକମାନେ ବାସ କରନ୍ତି। ଘର ସହିତ ମୁଁ କ'ଣ କଲି ନା ଗୋଟେ ପ୍ରତ୍ୟୟ ଯୁକ୍ତ କରିଦେଲି। ପ୍ରତ୍ୟୟ ହେଲା କ'ଣ ୱା। ଘର ଯୁକ୍ତ ୱା ହେଲେ ଘର ଯୁକ୍ତ ୱା ସମାନ କ'ଣ ହେଇଯିବ ନା ଘରୁଆ ହେଇଯିବ। ଘରୁଆର ଗୋଟେ ବି ଶବ୍ଦ ଅଛି ପିଲାମାନେ। ବ୍ୟୁତ୍ପନ୍ନ କ'ଣ ବୁଝିପାରୁଛ? ମୂଳ ଶବ୍ଦ ସହିତ ପ୍ରତ୍ୟୟ ଯୋଗ କରିଦେଲେ ବା ଶବ୍ଦ ଯୋଗ କରିଦେଲେ ତାହେଲେ ତା'ର କ'ଣ ହେଉଛି ନା ଶବ୍ଦ ଗଠନରେ ପରିବର୍ତ୍ତନ ପଳାଇ ଆସୁଛି ଏବଂ ତା'ର ଅର୍ଥ ମଧ୍ୟ ପରିବର୍ତ୍ତନ ହେଇଯାଉଛି। ଯେମିତି ପ୍ରଯୁକ୍ତ ତାପ, ପ୍ରତାପ। ପାନ ଯୁକ୍ତ ରା, ପାନରା। ପାନରାଟା ବ୍ୟବସାୟ ଅର୍ଥରେ ମଧ୍ୟ ବ୍ୟବସାୟ ଅର୍ଥରେ ମଧ୍ୟ କ'ଣ କରାଯାଏ ନା ବ୍ୟବହାର କରାଯାଇଥାଏ। କ୍ରିୟାପଦର ମୂଳ ରୂପକୁ ଧାତୁ କୁହାଯାଏ। କ୍ରିୟାପଦର ମୂଳକୁ କ'ଣ କୁହାଯାଏ ପିଲାମାନେ ନା ଧାତୁ କୁହାଯାଏ। ଧାତୁର ଉଦାହରଣ ଦିଆହେଇଛି ପଟ୍, ହସ୍, ଖାତ୍,
କ୍ରୁ ଗମ୍ ଇତ୍ୟାଦି ବିଭିନ୍ନ ପ୍ରକାର ହେଉଛି କ'ଣ ନା ମୂଳ ରୂପ ଧାତୁ ଗୁଡ଼ିକ ଏଟା ପଟ୍ ଧାତୁ ହସ୍ ଧାତୁ ଖାଦ୍ ଧାତୁ କ୍ରୁ ଧାତୁ ଗମ୍ ଧାତୁ ଇତ୍ୟାଦି ବିଭିନ୍ନ ପ୍ରକାର ଧାତୁ ସମୂହ। ତାପରେ ଦେଖିବା ପିଲାମାନେ ଶବ୍ଦ ଗଠନର ଧାରା। ଆବଶ୍ୟକ ଅନୁସାରେ ଅର୍ଥ ପ୍ରକାଶ ଓ ଭାବବୋଧ କରାଇବା ପାଇଁ ଭାଷାରେ ନୂତନ ଶବ୍ଦମାନ ସୃଷ୍ଟି ହୋଇଥାନ୍ତି। ଯେତେବେଳେ ଆମକୁ ମନେକର ଅର୍ଥ ପ୍ରକାଶ କରିବାର କିମ୍ବା ଭାବବୋଧ କରାଇବା ପାଇଁ ହେଲେ ଆମେ ଭାଷାରେ କ'ଣ କରିଥାଉ ନା ନୂତନ ନୂତନ ଶବ୍ଦମାନ ସୃଷ୍ଟି କରିଥାଉ। ମୁଖ୍ୟତଃ ଯୋଗ ବିଯୋଗ ପ୍ରକ୍ରିୟାରେ ଶବ୍ଦର ରୂପରେ ପରିବର୍ତ୍ତନ ଘଟି ଏ ନୂତନ ଶବ୍ଦମାନ ସୃଷ୍ଟି ହୋଇଥାନ୍ତି। ଯୋଗ ବିଯୋଗ ଯେମିତି ମୁଁ କହୁଛି ପିଲାମାନେ ନା ଗୋଟେ ହେଲା ଶବ୍ଦ ଘର ଯୁକ୍ତ ଉଆ ଆମେ ଏକ୍ଜାମ୍ପଲ୍ ନେଇଗଲେ ସେଇଟା ହେଲା କ'ଣ ନା ଘରୁଆ। ଏ ଯେଉଁ ୱାଟା ଏଇଟା ଯୁକ୍ତ କରାଯାଇଛି ଯୋଗ କରାଗଲା। ଆଉ କେତେଟା ଜାଗାରେ କ'ଣ କରାଯାଉଛି ନା ବିଯୋଗ କରାଯିବ। ବିଯୋଗ କରାଗଲେ ତାର ପୁଣି ଗୋଟେ କ'ଣ ହେଇଯିବ ନା ନୂତନ ଶବ୍ଦ ସୃଷ୍ଟି ହେବ। ଆମେ ଆଗକୁ ପଢ଼ିବା ପିଲାମାନେ ଦେଖିବା ତାର ମଧ୍ୟ ଏକ୍ଜାମ୍ପଲ୍ ଦେଖିବା। ଏବଂ ଏହି ଗଠନ ରୀତିର ଧାରାରେ ଆମ ଆଖି ଆଗକୁ ଆସନ୍ତି ଲିଙ୍ଗ ବଚନ ବିଭକ୍ତି ସନ୍ଧି ସମାସ ଯୁଗ୍ମ ଶବ୍ଦ ବିପରୀତ ଅର୍ଥ ବୋଧକ ଶବ୍ଦ ସମୋଚ୍ଚାରିତ ଶବ୍ଦ କୃଦନ୍ତ ତଦ୍ଧିତ ଉପସର୍ଗ ସନନ୍ତ ନିଯନ୍ତ ଅଣତ୍ଵବିଧି ସତ୍ଵବିଧି ଇତ୍ୟାଦି ବିଭିନ୍ନ ପ୍ରକାର ଆମେ କ'ଣ କରିଥାଉ ନା ଜିନିଷକୁ ଆମେ ଶବ୍ଦ ଗଠନ ନିମନ୍ତେ ବ୍ୟବହୃତ କରିଥାଉ ପିଲାମାନେ। ଏହାଦ୍ୱାରା କ'ଣ ହେଇଥାଏ ନା ଯୋଗ ଏବଂ ବିଯୋଗ ମାଧ୍ୟମରେ ନୂତନ ନୂତନ ଶବ୍ଦମାନ ସୃଷ୍ଟି ହୋଇଥାଏ। ତାପରେ ଦେଖିବା ଲିଙ୍ଗ। ଓଡ଼ିଆ ଭାଷାରେ ପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକରେ ପୁରୁଷ ଓ ସ୍ତ୍ରୀ ଭେଦରେ ଲିଙ୍ଗ ନିରୂପଣ ଆମେ କରିଥାଉ। ଆମେ ମୁଖ୍ୟତଃ କ'ଣ କରିଥାଉ ନା ପ୍ରାଣୀବାଚକ ହେଇଥିବ ଏବଂ ପୁରୁଷ କିମ୍ବା ସ୍ତ୍ରୀକୁ ବୁଝାଉଥିବ ତାହେଲେ ତାର ଲିଙ୍ଗ ଆମେ ନିରୂପଣ କରିପାରିବା। କିନ୍ତୁ ଅପ୍ରାଣୀବାଚକ ବିଶେଷ୍ୟ ହେଇଥିବ ତାହାକୁ ଆମେ କ'ଣ କରିବା ନା ତାକୁ କ୍ଳୀବ ଲିଙ୍ଗରେ ସ୍ଥାନ ଦେଇପାରିବା। କାହାକୁ ନା ସେଇଟା ଅପ୍ରାଣୀବାଚକ ହେଇଥିବ ମାନେ ପ୍ରାଣୀବାଚକ ଜିନିଷ ହେଇନଥିବ। ପୁରୁଷବାଚକ ଶବ୍ଦକୁ କ'ଣ କୁହାଯାଏ ନା ପୁଲ୍ଲିଙ୍ଗ କୁହାଯାଉଥିବା ବେଳେ ସ୍ତ୍ରୀବାଚକ ଶବ୍ଦକୁ କ'ଣ କୁହାଯାଇଥାଏ ନା ସ୍ତ୍ରୀଲିଙ୍ଗ କୁହାଯାଇଥାଏ ପିଲାମାନେ। ପୁରୁଷକୁ ବୁଝାଇଲେ ପୁଲ୍ଲିଙ୍ଗ ସ୍ତ୍ରୀକୁ ବୁଝାଇଲେ ସ୍ତ୍ରୀଲିଙ୍ଗ। ପୁଲ୍ଲିଙ୍ଗକୁ ସ୍ତ୍ରୀଲିଙ୍ଗ କଲାବେଳେ ଅନେକ ସ୍ଥଳରେ ଆମକୁ ପ୍ରତ୍ୟୟର ଯୁକ୍ତ କରିବାକୁ ପଡ଼ିଥାଏ ବା ଯୁକ୍ତର ବା ପ୍ରତ୍ୟୟର ସାହାଯ୍ୟ ନେବାକୁ ମଧ୍ୟ ପଡ଼ିଥାଏ। ଯେପରି ବାଘ ହେଉଛି ପୁଲ୍ଲିଙ୍ଗ ଉଣି ବ୍ୟବହାର କରିଦେଲେ କ'ଣ ହେଇଗଲା ନା ବାଘୁଣୀ ବା ବାଘର ସ୍ତ୍ରୀଲିଙ୍ଗ ହେଇଗଲା। ଅର୍ଥାତ୍ ଆମେ ଏଠାରେ ଉଣି ପ୍ରତ୍ୟୟ ବ୍ୟବହାର କରି ବାଘୁଣୀ ବା ବାଘର ସ୍ତ୍ରୀଲିଙ୍ଗ ନିର୍ଣ୍ଣୟ କରିପାରିଲେ। ଠିକ୍ ସେମିତି ଆଉ କେତେଟା ଅଛି ଯେମିତି ଆ ପ୍ରତ୍ୟୟର ବ୍ୟବହାର ହେଇଛି। କୋକିଳ ପୁଲ୍ଲିଙ୍ଗ କୋକିଳ ଯୁକ୍ତ ଆ ସମାନ ହେଇଗଲା କୋକିଳା। ଯଦି ଆମେ ଏଠାରେ ଏହାକୁ ବର୍ଣ୍ଣନା କଲେ କ'ଣ ହେବ ପିଲାମାନେ ନା ଦେଖ କୋକିଳ ଯୁକ୍ତ ଆ ସମାନ ହେଇଗଲା କୋକିଳା। ବୁଝିଲେ କି ନାହିଁ? କୋକିଳ ଯୁକ୍ତ ଆ ସମାନ ଳ ଯୁକ୍ତ ଆ ସମାନ ହେଇଗଲା ଳା କୋକିଳା। ଆରାମରେ କିଛି ଅସୁବିଧା ନାହିଁ ପିଲାମାନେ। ଯଦି କିଛି ବୁଝିବାରେ ଅସୁବିଧା ହେଉଛି ତାହେଲେ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। କମେଣ୍ଟ ମାଧ୍ୟମରେ ଜଣାଇଲେ କ'ଣ ହେବ ତାର ମୁଁ ସମାଧାନ କରିବା ପାଇଁ ଚେଷ୍ଟା କରିବି ପିଲାମାନେ। ଇ ପ୍ରତ୍ୟୟ କିଶୋର ଯୁକ୍ତ ଇ ସମାନ ହେଲା କିଶୋରୀ। ନର ଯୁକ୍ତ ଇ ସମାନ ହେଇଗଲା ନାରୀ। ନାଗର ଯୁକ୍ତ ଇ ସମାନ ହେଇଗଲା ନାଗରା। ଏବଂ ଆଣି ଓ ଆଣି ପ୍ରତ୍ୟୟ ଶିବ ଯୁକ୍ତ ଆଣି ସମାନ ଶିବାନୀ। ଭବ ଯୁକ୍ତ ଆଣି ସମାନ ଭବାନୀ। ଇନ୍ଦ୍ର ଯୁକ୍ତ ଆଣି ସମାନ ହେଲା ଇନ୍ଦ୍ରାଣୀ। ଉଳି ପତ୍ର ବ୍ୟଙ୍ଗ ଯୁକ୍ତ ଉଳି ବେଙ୍ଗୁଳି। ବଗ ଯୁକ୍ତ ଉଳି ବଗୁଳି। ତାହେଲେ ପିଲାମାନେ ଆଜି ପାଇଁ ଏତିକି। ଧନ୍ୟବାଦ। ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। କିନ୍ତୁ ଲାଇକ୍ ସେୟାର ଏବଂ କମେଣ୍ଟ କରିବାକୁ ଭୁଲିବେ ନାହିଁ। ଏବଂ ଯଦି କିଛି ଅସୁବିଧା ଥାଏ ତାହେଲେ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବେ ବୋଲି ଆଶା କରୁଛି।